ବାସ୍ତବ ଶିକ୍ଷା ସମ୍ପର୍କରେ ଠାକୁର କହନ୍ତି, ଯେଉଁମାନେ କଳା ପଡ଼ିବେ ସେମାନଙ୍କର କାରଖାନା ଦରକାର ହେବ ନାହିଁ। କମାରର କାମ, ବିଜୁଳିବତୀର କାମ, ଯନ୍ତ୍ରପାତିର କାମ, ମିସ୍ତ୍ରୀର କାମ ଏବଂ ବିଜ୍ଞାନ ଇତ୍ୟାଦି ସମ୍ବନ୍ଧରେ ବାସ୍ତବ ଧାରଣା, ଅନୁରାଗ ଓ ଅଭିଜ୍ଞତା ନଥିଲେ କେବଳ କଳାରେ ଭାସିଗଲେ ସେ କଳା ଫଳପ୍ରସୂ ହେବ ନାହିଁ। ବୈଜ୍ଞାନିକ ଦୃଷ୍ଟିସମ୍ପନ୍ନ କଳା ହିଁ କାର୍ଯ୍ୟକାରୀ ହୋଇପାରେ। ଧର ମିସ୍ତ୍ରୀର କାମ ଯଦି ଜଣା ନଥାଏ, ତେବେ ଗୋଟିଏ ଛିଦ୍ର କରିବା ପାଇଁ ହୁଏତ ଦୌଡ଼ିବାକୁ ହେବ ମିସ୍ତ୍ରୀ ଘରକୁ, ନଚେତ୍ ଅସହାୟ। ଦୈନନ୍ଦିନ ଜୀବନରେ ଛୋଟମୋଟ ଯେଉଁ ସବୁ କାମ କରିବା ପାଇଁ ସାଧାରଣତଃ ଆମମାନଙ୍କୁ ପର ମୁଖାପେକ୍ଷୀ ହେବାକୁ ହୁଏ, ସେଗୁଡ଼ିକ ଯଦି କେହି ନିଜ ହାତରେ କରିନେଇପାରେ ତାହେଲେ ତା'ର ଆତ୍ମପ୍ରତ୍ୟୟ ବଢ଼ିଥାଏ। ପସନ୍ଦ ଅନୁସାରେ କୌଣସି ଗୋଟିଏ କାମ ଭଲ କରି ଶିଖିନେଇ ସ୍ୱାଧୀନ ଭାବେ ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇପାରେ। ଶିକ୍ଷାରେ ଦେଖିବାକୁ ହେବ ଯେପରି କେହି ବେକାର ନ ରହେ। ପିଲାଦିନରୁ ପାରିବାରିକ ଜୀବନରେ ବାସ୍ତବ କରିବାଟାକୁ ଭିତ୍ତି କରି ଯଦି ଶିକ୍ଷା ଆରମ୍ଭ ହୁଏ, ତାହେଲେ ପରର ଚାକିରି କରିବାର ପ୍ରୟୋଜନ ଓ ପ୍ରବୃତ୍ତି କମିଯିବ। ମୋର ଧାରଣା, ମଣିଷ ହାତପଟୁ ହେଲେ ସଙ୍ଗେ ସଙ୍ଗେ ତା'ର ମଥା ବି ଖୋଲେ। ସେ ହୁଏ କାମର ମଣିଷ, ଯାହାକୁ ଦେଇ ପରିବେଶ ଉପକୃତ ହୁଏ। ପୁଅମାନଙ୍କର ଗୋଟିଏ ସମୟ ଆସେ ଯେତେବେଳେ ଯନ୍ତ୍ର ସମ୍ବନ୍ଧୀୟ ଆଗ୍ରହ ଗଜାଏ। ସେତେବେଳେ ହୁଏତ ଯନ୍ତ୍ରପାତି ଘାଣ୍ଟେ ତା'ର ମରକଚରା ଶିଖିବାକୁ ଚାହେଁ। ଗୋଟିଏ ଭଲ ଘଡ଼ି ହୁଏତ ଭାଙ୍ଗି ପକାଇଲା ତା' ଯାନ୍ତ୍ରିକ ବିନ୍ୟାସ ଦେଖିବା ପାଇଁ। ଏହିପରି କିଛି କରି ବସିଲେ ତାକୁ ଶାସ୍ତି ଦେବାର ନୁହେଁ, ବରଂ ତା'ର କୌତୂହଳ ଯେପରି ପରିପୂରିତ ହୁଏ ସେହିଭଳି ବ୍ୟବସ୍ଥା କରି ଦେବାକୁ ହୁଏ ସମ୍ଭାବ୍ୟ ସବୁ ପ୍ରକାରରେ। ଧର ଜଣେ ହୁଏତ ଘଡ଼ି ଠିକ୍ କରେ ବା ରେଡ଼ିଓ ଠିକ୍ କରେ ଓ ବନାଇ ତା' ସଙ୍ଗେ ଯୋଡ଼ିଦେଲେ ସେ କାମଗୁଡ଼ିକ ବାସ୍ତବରେ ଶିଖିଲା ଏବଂ ଜାଣିନେଲା। କାହାରି ବି ନିକଟରେ ଶିଖିବାକୁ ଦେବାକୁ ଗଲେ ମଣିଷ ବୁଝିଦେବା ଦରକାର, ପୁଣି ସେନ ଦୃଷ୍ଟି ରଖିବା ଦରକାର। ସେହିପରି ତା'ର ସାନ୍ନିଧ୍ୟରେ କୌଣସି ବଦଭ୍ୟାସ ଆୟତ୍ତ ନ କରେ। କୋଉ ପୁଅ ସଦଳବେଳେ ରେଳଲାଇନ କରି ଗାଡ଼ିରେ ଖେଳେ, ପୁଣି ପି ପି କରି ହୁଇସିଲ୍ ମାରେ, କି ମଜା! ସେତେବେଳେ କେତେ ନୂଆ ଜଗତ ମଧ୍ୟରେ ସେମାନଙ୍କର ପ୍ରାଣ ମନ ମଗଜ ପ୍ରବେଶ କରିଯାଏ। ଏହିଭଳି ଅନ୍ୟାନ୍ୟ ଆଗ୍ରହ ବି ଏକ ଏକ ସମୟରେ ଗଜାଏ। କେତେବେଳେ ବି ଗଛ ଚଢ଼ିବା, କେତେବେଳେ ବି ସାଇକେଲ ଚଢ଼ିବା, କେତେବେଳେ ପହଁରିବା, କେତେବେଳେ ଛବି ଆଙ୍କିବା, କେତେବେଳେ ଗୀତ ଶିଖିବା, ଏହିଭଳି କେତେ କ'ଣ। ଯେଉଁ ସମୟରେ ଯେଉଁ ଆଗ୍ରହ ଗଜାଏ ସେତେବେଳେ ସେହି ବିଷୟରେ ଶିକ୍ଷାର ସୁଯୋଗ ଦେଲେ ଆଗ୍ରହଟା ସଫଳ ହୁଏ। ଏତେ କରି ଧୀରେ ଧୀରେ ନାନା ବ୍ୟାପାରରେ ଦକ୍ଷତା ଓ ଯୋଗ୍ୟତା ଅର୍ଜନ କରି ପ୍ରତ୍ୟେକେ ତା'ର ବୈଶିଷ୍ଟ୍ୟ ଅନୁଯାୟୀ ଚୌକସ ହୋଇ ଉଠିବାର ସୁଯୋଗ ପାଆନ୍ତି।